यदा यदा हि धर्मस्य ग्लानिर्भवति भारत अभ्युत्थानमधर्मस्य तदात्मानं सृजाम्यहं परित्राणाय साधूनां विनाशाय च दुष्कृतां धर्म संस्थापनार्थाय संभवामि युगे युगे। जय जगन्नाथ। आज भल कथा छुआ मन रख। आज आलोचना करवा भक्त सारस्वत बा बछा बछी भक्त। आमर महापुरुष कही ना उत्तरे साजिब दक्षिणे गाजिब पूबे न रहिबे केही झाड़ बाड़ धरी जेतिक रहिबे कूलकु विहन सेही। जो मैंने कूलकु विहन हे सी होउछन्ति कौन सारस्वत भक्त बा बछा बछी भक्त। वर्तमान तुम जिते देखुच भक्त ये समस्ते भक्त नुहति। भक्त केबे हेले निज कथा चिंता करे ना। बुझी होउछि भक्त केते बेले निज कथा चिंता करे। भक्त सब चिंता करे जगत कथा। देखो सन्थ कवि बोलिबे मो जीवन पछे नर्क पड़ी था जगत उधारे। उत्कलमणि गोपबंधु दास विशु मोर देह ए देश माटी रे देशवासी चली जाते कि सुंदर बात। आमको अनेक नीति शिक्षा से प्रदान किंतु वर्तमान तो कई जन अनुचिंता अनुचिंता कर अनुभव कर। वर्तमान जो भक्त तुम देख कामना वासना भक्त आ सारस्वत भक्त जी से लुचिकी अच्छा। वर्तमान कामना वासना भक्त एक दुई रे किसी शास्त्र को अध्ययन करी बुझी होउछि ना निजକୁ निज कहते गुरु ही जाउछन्ति आ भक्त हबार कथा नाही। निजे अनुभव करना किंतु अनुभव सूत्र लोक बताउछन्ति। निजे अनुभव करन अनुभव सूत्र बताउछन्ति। निजे प्रभु कौन जानी नथिबे किंतु प्रभु को कथा कहउछि। निजे प्रभु को दर्शन पाई नथिबे किंतु बाट बताउछन्ति। निजे मरण निजे जान नथिबे किंतु अन्यर मरण खोजुथिबे। सब बोका कि ये सब बोका ना बोका आम मध्य निजे अनुभव कर अनुताप कर तापर निजे जो गोटाक अनुभव कर कौन भक्त बही देखी ज्ञान बखाणीबा शास्त्र पक्षी ज्ञान बखाणीबा एटा गुरुकर कर्तव्य। कार कर्तव्य पंडितंकर कर्तव्य। जड़े व्यक्ति किसी पुराण शास्त्र अध्ययन कला बुझी होउछि ना से पदारे परिप्रकाश कला कौन कह जाए पंडित कह। ज्ञानी किए निजर कर्म ठीक थिबो निजे अनुभव करिथिबो से ज्ञान को से जगत रे परिप्रकाश करी ताकू ज्ञानी बेली कह। तेणु अनुभव भक्त बहुत खूब कम। बर्तमान एमती बर्तमान गोटे मलय पवन बही समस्ते भक्त किंतु गोटे भल कथा मन रख कहती साधु जे मलय पवन काष्ट को करई कहते मलय पवन आसे से वृक्ष देहरे कौन हुए बाजे बाजिले कौन सब वृक्ष चंदन हमें पुरुणा लिंब गछ जो थी ता देहरे मलय बाजिले सी चंदन बासना से बाउंश गछरे बाजिब बाउंश गछ चंदन हम
ହବ କି? ବାଉଁଶ ବାଉଁଶ, ଚନ୍ଦନ ଚନ୍ଦନ, ତୁଳସୀ ତୁଳସୀ, ବିଛୁଆତି ବିଛୁଆତି। ବୁଝିପାରିଲ ନା ବୁଝିପାରିଲ? ତେଣୁ ଆଜି ଆଲୋଚନା କରିବା ଭକ୍ତ ସାରସ୍ୱତ। ପ୍ରକୃତରେ ବଛା ବଛି ଭକ୍ତ କିପରି ଭାବେ ଥିବେ? କହନ୍ତି ଅଚ୍ୟୁତ ଶୁଣ ବ୍ରଜସୁତ, ଗୁପତୁ ଗୁପତ ଏହି। ହେ ବ୍ରଜସୁତ, ଏ କଥା ମନେ ରଖ, ଏ କଥା ଗୁପ୍ତ ତ ଗୁପ୍ତ, ତାଠୁ ହିଁ ଗୁପ୍ତ। ଅନୁଭବ ଭକ୍ତ, ଭକ୍ତ ସାରସ୍ୱତ, ବିହନ ହୋଇବେ ସେହି। ଯେଉଁମାନେ ଅନୁଭବ କରିଥିବେ, ବୁଝିହଉଛି ନା, ସେଇ ଭକ୍ତମାନେ ବଛା ବଛି ହେଇକି, ସାରସ୍ୱତ ବଛା ବଛି ହେଇ କୂଳକୁ ବିହନ ହେବେ। ଏବଂ ସେଇ ଭକ୍ତମାନେ ପ୍ରଭୁଙ୍କ ସହିତ ଲୀଳା ଖେଳାରେ କଣ ହେବେ? ମାତି ହେଲା। ମାୟା ଭେକ ଭଇ ଭକ୍ତ ସଜାଇବେ, ଜ୍ଞାନ କହି ଅକଳନା। ବୁଝିହଉଛି? କିଛି ଭକ୍ତ ବାହାରିବେ, ଚିତା ଚୈତନ୍ୟ କାଟିବେ, ଗେରୁଆ କଣ ପିନ୍ଧିବେ, ବିଭିନ୍ନ ରୂପ ଦେଖେଇ ଜ୍ଞାନ କହି ଅକଳନା, ଜ୍ଞାନ ଅକଳନା କହି, କିନ୍ତୁ ସେ ନିଜେ ପ୍ରକୃତରେ ଭକ୍ତ ହେଇ ନଥିବେ। ବୁଝିହଉଛି ନା? ଭକ୍ତମାନେ ଲୁଚିକି ରହିଥିବେ, ଇଏ ହେଲେ ମାୟା ରୂପକ ଭକ୍ତ। ଯୋଗିନୀଙ୍କ ଖପରେ ନିଶ୍ଚୟ ପଡ଼ିଯିବେ, ଶେଷକୁ ହୋଇବେ ହଣା। ଏଇ ଯୋଉ ମାୟା ଭେକ ହୋଇ ଭକ୍ତ ସଜାଇବେ, ଯୋଉମାନେ ଜ୍ଞାନ ଅକଳନା କହୁଥିବେ, ଶେଷ ସମୟରେ ଯୋଗିନୀଙ୍କ ମୁଖରେ କଣ ହେବେ? ପଡ଼ିକି ହଣା ହେବେ। ଯଥା ତମେ ଦେଖ, ବର୍ତ୍ତମାନ ସମୟରେ ଅନେକ ଘର ଦ୍ୱାର ସାଧୁସନ୍ଥ ଗୁରୁମାନେ ମାଗି ଦଉଛନ୍ତି। ତମେ ଭଲ ଭାବେ କି ଖରାପ ଭାବ, ସ୍ୱାମୀ ସ୍ତ୍ରୀ ଯାଉଛନ୍ତି ଗୁରୁଙ୍କ ପାଖକୁ, ବୁଝିହଉଛି ନା? ଜଣକ ଦେଖିଲେ ସୁନ୍ଦର ସ୍ତ୍ରୀ, ଗୁରୁ ତାକୁ ଏମିତି ପାଲ ପକେଇ ଦେଉଛି, ସିଏ କହୁଛି ମୋ ସ୍ୱାମୀ ସାଙ୍ଗେ ଯିବି ନାହିଁ, ମୁଁ ଗୁରୁକୁ ଏଠି ରହିବି। ଗୁରୁଙ୍କର ନୀତି ଶିକ୍ଷା ହଉଛି କଣ? ତାକୁ ଶିକ୍ଷା ଦେବା କଥା, ଆରେ ସ୍ୱାମୀ ଗୁରୁ ସ୍ୱାମୀ ପରମ ବାନ୍ଧବ, ସ୍ୱାମୀ ସେବା ନାରୀ ଧର୍ମ। ତମର ଇଷ୍ଟ ହଉଛନ୍ତି ତମର ସ୍ୱାମୀ, ତମେ ତାଙ୍କୁ ସେବା କର। ଏ ଚେତନା କେହି ଦଉନାହାନ୍ତି। ଘର ମାନେ ଶାନ୍ତି, ଗୋଟେ ପରିବାରକୁ ଶାନ୍ତିରେ ରଖିବା ଦାୟିତ୍ୱ ହଉଛି କାହାର? ଗୁରୁଙ୍କର। କିନ୍ତୁ ବର୍ତ୍ତମାନ ସମୟରେ ଗୁରୁମାନେ ଗୋଟିଏ ଗୋଟେ ଘରକୁ କଣ କରୁଛନ୍ତି? ନଷ୍ଟ କରି। ସବୁ ଗୁରୁ ନୁହଁ, ଏ ଯୋଉ ମାୟା ବେକଧାରୀ ଗୁରୁମାନେ, ସିଏ ଭାବନ୍ତି ଆମେ ଯାହା କରୁଛୁ ଠିକ କରୁଛୁ। ଏ କଥା କେହି ଜାଣିପାରିବେ ନାହିଁ, କିନ୍ତୁ ଜାଣିଲା ଭଲା ଜଣେ। ବାପ ପୁଅ ଗଲେ ଆମ୍ବ ତୋଳିବାକୁ, ବୁଝିହଉଛି? ବାପା ସବୁବେଳେ ପୁଅକୁ କୁହେ, ପୁଅ ସବୁ କରିବୁ, ତୁ ଭାଗବତ ଶୁଣିବାକୁ କେବେ ହେଲେ ଯିବୁ ନାହିଁ। ଗାଁରେ ସବୁବେଳେ ଭାଗବତ ପଢା ହଉଛି, ସତ୍ସଙ୍ଗ ହଉଛି, ତୁ କେବେ ହେଲେ ସତ୍ସଙ୍ଗକୁ ଯିବୁ ନାହିଁ। ଦିନେ ଇଏ ସତ୍ସଙ୍ଗ ପୁଅ ଯାଇଛି, ସେଠି ଆଲୋଚନା ହଉଛି କଣ? ଯିଏ ଯାହା କରୁଛି ସବୁ ଉପର ବାଲା ଦେଖୁଛି। ଏ କଥା ଶିଷ୍ୟ ଇଏ ଛୁଆଟି ଶୁଣିଛି। ଆମ୍ବ ତୋଳିବାକୁ ଗଲେ, ବାପ ଚଢିଲା ଆମ୍ବ ଗଛରେ, ପୁଅ ତଳେ ରହିଲା, ଆମ୍ବ ବାପ ଛିଣ୍ଡେଇକି ପକଉଛି, ପୁଅ ଗୋଟଉଛି। ତାରା ଭାଇ ବୁଝୁଛୁ ନା ପ୍ରଣୟ ଭାଇ? ବାପ ଉପରୁ ଥାଇକି କହୁଛି, ପୁଅ କିଏ ଦେଖୁଛି କି ରେ? ନା ହଁ ବାପା ଦେଖୁଛି। ନା କୋଉଠି ଦେଖୁଛି? ନା ସେଇଠି ବା ଦେଖୁଛି। ଯେତେବେଳେ ପୁଅ ଏ କଥା କହିଛି, ବାପ ବିକେଳରୁ ଗଛରୁ ଓହ୍ଲେଇ ପଇଲା, ଯେତିକି ଆମ୍ବ ଧରି ଗୋଟେଇ ପାରିଥିଲା, ତାକୁ ଅଖାରେ ପୁରେଇ ଦୌଡ଼ିକି ପଳେଇ ଆଇଲେ। କିଛି ବାଟ ଆସି ବାପ ପୁଅ ବସିଲେ। ପୁଅକୁ ପଚାରିଲା ବାପା, ପୁଅ କିଏ ଦେଖୁଛି କି ରେ?
ନା ବାପା ଦେଖିବ କିଏ? ସେଇ ବା ଦେଖୁଛି। ନା କିଏ? ନା ଉପରବାଲା। ନା ସେ ଉପରବାଲା କିଏ ବା? ନା ତୁମ୍ଭ ଦେହ ଯେହି ମୋର ଦେହ ସେଇ, একই পুরুষ জহি, তু যাহা করই সে তাহা দেখই, জ্ঞানী যে ସଦା ଜାଣଇ। ବୋଲେ ଜ୍ଞାନୀ ଲୋକମାନେ ଜାଣିଛନ୍ତି ବାପା ତମ ଦେହରେ ଯିଏ ମୋ ଦେହରେ ସିଏ, ତମେ ଯାହା କରୁଛ ସବୁ ସେଇ ଦେଖୁଛି। ନା ସେ କିଏ? ସେ ନା ଉପରବାଲା। ସେଥିପାଇଁ ଦେଖ ଗୋଟେ ଲେଖା ମଣିଷ ଯେତେବେଳେ ନିରାଶ ହେଇଯାଆନ୍ତି ହାତ ଟେକି ଦିଅନ୍ତି, ପ୍ରଭୁ ତୁ ହିଁ ବିଚାର କରିବୁ, କହନ୍ତି ନାଇଁ ନା କି ନାଇଁ? ତେଣୁ ପର ଘର ଭାଙ୍ଗେ ଯେଉଁ ଗୁରୁ ଭାଙ୍ଗନ୍ତି, ଏକରେ ଗୁରୁ ପରମ୍ପରାର କଳଙ୍କ, ଦୁଇରେ ପ୍ରଭୁ ଦରବାରରେ ସେ ଏମିତି ଭୋଗନ୍ତି ଯାହାକି ମୁକ୍ତି ନଥାଏ। ଆମ ଆଖିରେ ଦେଖିଛୁ, ଆମେ କେତେ ଗୁଡ଼ିଏ ଗୁରୁଙ୍କୁ ଦେଖିଛୁ, ଏ କର୍ମ ଯିଏ କରିଛନ୍ତି ସବୁ ଭୋଗିଛନ୍ତି। କିଏ ପାରାଲିସିସରେ ପଡ଼ିଛି, କିଏ ଲେପର୍ସ ହେଇଯାଇଛି, କିଏ ମରନ୍ତି ନାହିଁ ଘୁଷୁଡ଼ନ୍ତି, ବୁଝିହେଉଛି ନା? ଏମିତି ଅନେକ ଗୁରୁଙ୍କୁ ମଧ୍ୟ ଆମେ ଦେଖିଛୁ। ସେ ଯାହା ହଉ, ଆମେ କାହାକୁ ନିନ୍ଦା କରିବା କଥା ନୁହଁ, ମାନେ ମହାପୁରୁଷ ଯାହା କହୁଛନ୍ତି ଆମେ ସେଇ କଥା ଆଲୋଚନା କରୁଛେ। ମାୟା ଭେକ ବହି ଭକ୍ତ ସଜାଇବେ, ଜ୍ଞାନ କହି ଅକଳନା, ଯୋଗିନୀଙ୍କ ଖପରେ ନିଶ୍ଚୟ ପଡ଼ିଯିବେ, ଶେଷକୁ ହୋଇବେ ବଣା। ଆପଣା ମରିବେ ବୁଡ଼ାଇ ମାରିବେ ନର ହିବ ଥଳ କାର, ଜ୍ଞାନ ବଖାଣିଲେ କି ଲାଭ ମିଳିବ ଅନୁଭବ ନାହିଁ ଯାର। କି ସୁନ୍ଦର କଥା କହିଛନ୍ତି। କହିଲେ ଏମିତିଆ ବ୍ୟକ୍ତି ବିଶେଷ ଯିଏ ସିଏ ନିଜେ ମରିବେ, ବୁଡ଼ାଇ ମାରିବେ କାହାକୁ? ତାଙ୍କ ପଛରେ ଯୋଉ 20, 25 କି 500 ଯୋଉ ଚେଲା ଥିବେ ତାଙ୍କୁ ମଧ୍ୟ ବୁଡ଼େଇକି ମାରିବେ। ନର ହିବ ଥଳ କୂଳ, କେହି ତିଷ୍ଠିବେ ନାହିଁ। ଜ୍ଞାନ ବଖାଣିଲେ କି ଲାଭ ମିଳିବ? ଏ ଜ୍ଞାନ ଲୋକଙ୍କୁ ସଚେତନ କରୁଥିବ, ନିଜେ ଠିକ ନଥିବ, ତାର କିଛି ମହତ୍ଵ ନଥିବ। ଅନୁଭବ ନାହିଁ ଯାର, ଯିଏ ନିଜେ ଅନୁଭବ ନ କରିକି ଜ୍ଞାନ ବଖାଣ କରେ ତାଠୁ ବୋକା ସଂସାରରେ କେହି ନାହାନ୍ତି। ଯାହାକୁ ଠାକୁର ଅଭିନୟ ସୁନ୍ଦର କହିଲେ, କହି ଅଭିରାମ ଭାଇ ଅନୁଭବଟି ସତ୍ୟ ଗୁଣ। ତେଣୁ ଅନୁଭବ କରିକି କହିବାଟା ହଉଛି ଆମ ମାନଙ୍କର କର୍ତ୍ତବ୍ୟ। ବୁଝିପାରିଲ ନା? ବୁଝିପାରିଲ? ତେଣୁ ଭକ୍ତ ସାରସ୍ୱତ ଯୋଉମାନେ ନୀତି ନିୟମ ରହିଥିବେ ସେଇ ଭକ୍ତ ବଛା ବଛେଇକି ରହିବେ, ପ୍ରଭୁଙ୍କ ଲୀଳା ଖେଳା ଦେଖିବେ। ଜୟ ଜଗନ୍ନାଥ। ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ ବୋଲ ଆନନ୍ଦିକ ହରି।